ସତରେ ମୋତେ ମାରିଛନ୍। ମୁଇଁ ଏଇ ଘରେ ବି ନାଇଁ ଥିଲି, ମୁଇଁ ଚିଙ୍ଗଡ଼ି ଫ୍ୟାକ୍ଟ୍ରି ଯାଇଥିଲି, ଏଇ ସପ୍ତାହ ହେଲା ଆସିଛି। ତାପରେ ଏଇ 22 ତାରିଖ ଦିନ ଏଇ ଅବଗାରୀ ବାଲା ଯେ ନାଇଁ ଆଉ କହୁଛନ୍ ତୁମେ ତ ଆଗରୁ ବି ମଦ ବିକୁଛ, ଇନା ବି ବିକୁଛେ, ଚାଲ ତୁଇ ଥାନାକେ ଚାଲ କହିନି। ତାପରେ ମୁଇଁ କହୁଛି ମୁଇଁ ତ ମଦ ବିକି ନାହିଁ, ଆଉ ତୁମେ ଖାଲି ଥରେ କହୁଛ ଚାଲନି କହୁଛନ୍, ହଉ ତାହେଲେ ଚାଲ ଆଉ କହିଲି। ତାପରେ ଆସିନୁ ଦିନ ଗୁଟା ରହିନୁ ଏଇ 4ଟା ବେଳେ ମୋତେ ମେଡ଼ିକାଲ ଆଣିନାହିଁ। ମେଡ଼ିକାଲ ଆଣିନାହିଁ, ଟ୍ରିଟମେଣ୍ଟ କରିନାହିଁ, ସେତେବେଳେ ନାଇଁ ପିଟିଥିଲି। ତ ମୁଇଁ ମେଡ଼ିକାଲରେ ଜବାବ କଲି, ନାଇଁ ସେ ଡାକ୍ତର ତ କହିଲା କେତେ ଖଣ୍ଡିଆ ଖାବରା ହେଇছে, ନାଇଁ କେନ୍ସି ଜାଗାରେ ଖଣ୍ଡିଆ ଖାବରା ହେଇନି, କିଏ ପିଟିଛନ୍, ନାଇଁ ପିଟିଛନ୍ କହିଲି। ତାପରେ ସାଇନ୍ ମାର କହିନି, ମୁକେ ଡାଉଟ୍ ହେଲା କି ସାଇନ୍ ମାରବି, ନାଇଁ ମାରବି ସାଇନ୍ କହୁଛି। ତାପରେ ଇଏ ଆଉ ଥରେ ଆଣି ଆସିଲେ ତାଙ୍କର ଅଫିସକେ, ସେଟା ମୋତେ ମାରିକରି କହୁଛନ୍ ବାବୁ ପାଖରେ ଫଟୋ ଉଠ। ମୁଇଁ କହୁଛି କି ପାଇଁ ଉଠବି, ମୋର ମଦ ତୁମେ ଆଣିନାହିଁ, ମୁଇଁ ତ ମଦ ବିକି ନାହିଁ, କି ପାଇଁ ଫଟୋ ଉଠବି କହୁଛି। ବେଲେ ନାଇଁ ତୁମେ ଉଠବ ତ ଫଟୋ କହୁଛ। ତାପରେ ନାଇଁ ମନା କଲି, ହେଇ ବାଥରୁମ୍ ଭିତରଟା ଅଛି ଯେ ଏଇ ତାଙ୍କର ଅଫିସରେ ନି ସେଇଟା ଲୁଗା ବି ରହୁନ, ସେ ଭିତରେ ବାଥରୁମ୍ ଅଛି, ସେ ଭିତରେ ଫିଟ୍ ନାହିଁ, ଏତେ ବାଡ଼ିରେ ଫିଟ୍ ନାହିଁ, ଗାଲରେ ଯେ ହାତରେ ଥାପଡ଼ାଇ ନାହିଁ, ପିଠିରେ ବି ହାତରେ ଫିଟ୍ ନାହିଁ, କିନ୍ତୁ ଏଇ ପଛ ଆଡ଼େ ବାଡ଼ିରେ ଫିଟ୍ ନାହିଁ, 2 ଜଣ ଏକରେ ଫିଟ୍ ନାହିଁ। ନ୍ୟାୟ ଦରକାର। ହଁ ନ୍ୟାୟ ଦରକାର। ହଁ ଆଉ ଯଦି ମୁଇଁ ମିଛ କହୁଛି, ଭାଇ ଏଇ କରଞ୍ଜିଆରେ ମ୍ୟାଡ଼ାମଟା ଅଛି, ସିଏ ବି ଦେଖିଛି। ହଁ ନ୍ୟାୟ ଦରକାର। ଯଦି ଆପଣ ମାନେ ଏଇ ମାନେ ସରକାର ଲୋକ ଆପଣ ମାନେ ଏମିତି କରିବେ, ତ ବାହାରିଆ ଲୋକ ପାଇଁ କି ବାକି ଥିବ।